ହେଉଛି ଜୀବନ, ଯାହା ପାଇଁ ମଣିଷର ନିଶ୍ୱାସ ଚାଲୁଛି। ପ୍ରତ୍ୟେକ ମଣିଷକୁ ବୃକ୍ଷର ମୂଲ୍ୟ ବୁଝିବା ଦରକାର। ବୃକ୍ଷର ମହତ୍ତ୍ୱ କ'ଣ ସମସ୍ତଙ୍କୁ ଜଣାଇବା ପାଇଁ କୋରାପୁଟ ନର୍ସରୀ ପରିସରରେ ବିଶାଳ ଚାରା ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ୱାରା ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ଖଣ୍ଡିୟ ବନାଞ୍ଚଳ ଅଧିକାରୀ କେଭି ଭାସ୍କର ରାଓ, ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବେଣୁଧର ସବରଙ୍କ ସହିତ ବିଭିନ୍ନ ରେଞ୍ଜର ଅଧିକାରୀମାନେ ଉପସ୍ଥିତ ହୋଇଥିଲେ। ଅତିଥିମାନେ ଉଦ୍ବୋଧନରେ କହିଥିଲେ, ପରିବେଶ ସୁରକ୍ଷା ଓ ପରିବେଶୀୟ ସମତା ରକ୍ଷା ପାଇଁ ଗଣ ବୃକ୍ଷରୋପଣ ଅତ୍ୟାବଶ୍ୟକ। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମାଇବା, ବର୍ଷାର ଅଭାବ, ମାଟି କ୍ଷୟ ଓ ପରିବେଶ ହାନିକୁ ରୋକିବା ପାଇଁ ଏହି ପଦକ୍ଷେପ ବହୁତ କାର୍ଯ୍ୟକାରୀ ହେବ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତମାନଙ୍କୁ ବ୍ୟାପକ ପରିମାଣରେ ଚାରା ବଣ୍ଟନ କରାଯାଇଥିଲା। ଗ୍ରାମ ପଞ୍ଚାୟତ ସ୍ତରରେ ଏହି ଚାରା ରୋପଣ କରି ସବୁଜ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି, ଯାହାକି ଆଗକୁ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ। एकदिवसीय वृक्षरोपण कार्यक्रम सेप्टेम्बर 17 जो करा से कार्यक्रम अंतर्भुक्त यही जगार विभिन्न ग्राम पंचायत मानक चारा ट्रांसपोर्टेशन में कार्यक्रम शुभारंभ करागला। आज पाखापाखि 8-10टा ग्राम पंचायत को जीव कोरापुट ब्लॉक आउ सिमिलीगुड़ा ब्लॉक एवं विभिन्न प्रकार चारा हस्त, बर, गंभारी, पणस, तापर कांचन एवं अन्य चारा बाउंस, मेहगानी इत्यादि प्रेरण करा जाई अछि। तदारख करने जो विभाग को यह दि जाइए मन करते जो गछ लग क्यों विभाग क्यों माने प्लांटेशन को देखिए ऑलरेडी योजना करा जाई अछि। कोरापुट उत्तम नायक रिपोर्ट समय लाइव।